ଆଡଭୋକେଟ ମାନସ ଶତପଥୀ ପୁରୀ ବାର ଆସୋସିଏସନରୁ ମୁଁ କହୁଛି ଆଗାମୀ ରଥଯାତ୍ରାରେ ଆମ ବାରରେ ଯୋଉ ପାସ୍ ମିଳିଛି ସେ ଟୁ ହ୍ୱିଲର ପାସ୍ ହଉ ଫୋର ହ୍ୱିଲର ପାସ୍ ହଉ କଡନ ପାସ୍ ହଉ ପୋଲିସ ଭାଇ ମାନେ ଯେମିତି ଆମକୁ ଛାଡିବେ। ଆଡଭୋକେଟ କହିଲା ମାନେ ପୁରୀ ବାରର ଆଡଭୋକେଟ କହିଲେ ଯେ ଛାଡିବେ ଆଉ ନ ଛାଡିଲେ ସେଇଟା ହଉଛି ପ୍ରଶାସନର ଦୁର୍ବଳତା ବୋଲି ଜଣା ପଡିବ। ସେତିକି ମୋର ଅନୁରୋଧ। ଏ ବର୍ଷ କାଲି ଯେହେତୁ ଆସନ୍ତା କାଲି ରଥଯାତ୍ରା କଣ କହିବେ ରଥଯାତ୍ରା ଉପଲକ୍ଷେ? ମହାପ୍ରଭୁଙ୍କର ରଥଯାତ୍ରା ମହାପ୍ରଭୁ ନିଜେ ସେଠି ବିରାଜମାନ ହେବେ ସେ ହିଁ ସବୁ ତୁଲେଇବେ। ଆମେ ନିମିତ ମାତ୍ର ଆମେ କିଛି ତା ଦେହରେ କିଛି କରିପାରିବୁନି। ଯେତେ ଆପଣଙ୍କର ୱାର୍ଲଡ ର ଡିଜି ଆସନ୍ତୁ ଆଉ ୱାର୍ଲଡ ର ଆପଣ ୟୁଏନ ରୁ ଯେତେ ଆସନ୍ତୁ କିଛି ପ୍ରଶାସନ କରିପାରିବେନି। ମହାପ୍ରଭୁ ନିଜେ ନିଜେ ଶୃଙ୍ଖଳିତ ଭାବରେ ନିଜେ ନିଜେ ତାଙ୍କର ରଥଯାତ୍ରା ସମ୍ପନ୍ନ କରିବେ। ରଥଯାତ୍ରା ଉପଲକ୍ଷେ କଣ କହିବେ ଭକ୍ତ ମାନଙ୍କୁ ସବୁ? ସମସ୍ତଙ୍କୁ ଶୁଭେଚ୍ଛା। କାରଣ ପୁରୀରେ ହଉଛି ଆମ ପୁରୀ ଜିଲ୍ଲା ପୁରୀ ସହର ଯେମିତି ଉନ୍ନତି ହବ ନାଳ ନର୍ଦ୍ଦମା ବର୍ତ୍ତମାନ ବି କିଛି ଜାଗାରେ ନାଳ ନର୍ଦ୍ଦମା ରାସ୍ତା ଘାଟ କିଛି ପରିଷ୍କାର ବା ସଫା ହେଇନି ବା ଡ୍ରେନ କାମ ହେଇନି। ସେଭଳିଆ ପ୍ରଶାସନ ଟିକେ ଦାୟିତ୍ୱ ଦିଅନ୍ତୁ। ପୁରୀ ଯେହେତୁ ଜିଲ୍ଲାପାଳ ଆଉ ସେଇ ଦାୟିତ୍ୱ ଦେଲେ ଆମେ ଟିକେ ଖୁସି ହବୁ। କାରଣ ଆମ ୱାର୍ଡରେ ବି କିଛି ସେଇଭଳିଆ କାର୍ଯ୍ୟ ହେଇନି।